ଗୋଟେ କଥା ଉଠୁଛି ଯେ ମିଡିଆ ତ ମିଡିଆ କିନ୍ତୁ ବିସ୍କୁଟ ମିଡିଆ ଆକ୍ଚୁଆଲି ବିସ୍କୁଟ ମିଡିଆଟା କଣ? ସମସ୍ତଙ୍କ ସକାଳୁ ଆରମ୍ଭ ହୁଏ ବିସ୍କୁଟରୁ ଏବଂ କୁହାଯାଏ ଭାରତୀୟଙ୍କ ସକାଳ ଆରମ୍ଭ ହୁଏ ଇଣ୍ଡିଆନ ବିସ୍କୁଟରୁ, ଯୋଉଟାକୁ ମୁଢି ବୋଲି କହନ୍ତି। କହିବାର ଅର୍ଥ ହେଉଛି ଯେ ବିସ୍କୁଟରୁ ଆମ ଦିନ ଆରମ୍ଭ ହୁଏ। ବିସ୍କୁଟ ଖାଉନି କିଏ? ଆମେ ଆଜି ମିଡିଆ କଥା କହିବା। এই ଯୋଉ ବିସ୍କୁଟ ମିଡିଆ ଯଦି କଥା କହିବା, ତମ ବିସ୍କୁଟ ଖାଇଲେ ବିସ୍କୁଟ, ଆଉ କାହାଠୁ ବିସ୍କୁଟ ଖାଇଲେ ସେ ହେଇଗଲା ବିସ୍କୁଟ। ମାନେ କହିବାର କଥା ହଉଛି କାହାକୁ ବିସ୍କୁଟ ମିଡିଆ କଥା କହୁଛନ୍ତି? ସେମାନେ ଯୋଉମାନେ ଆଜି ବିସ୍କୁଟ ମିଡିଆ କଥା ହଉଛନ୍ତି, ଯୋଉମାନେ 5T ଚାରେ ବିସ୍କୁଟ ବୁଡେଇକି ଦଉଥିଲେ, ସେମାନେ ଆଜି ବିସ୍କୁଟ ମିଡିଆ ହଉଛନ୍ତି। କାହିଁକି? ସେମାନଙ୍କ ହାତରୁ ମିଡିଆ ଖସି ଯାଇଛି। ଅତୀତର କଥାକୁ ଯିବା, ଯୋଉ ମହାନ ବ୍ୟକ୍ତି ମାନେ ସବୁ ବିସ୍କୁଟ ମିଡିଆ କହୁଛନ୍ତି, ବାହାର ଲୋକ କହିଲେ ଆଜ୍ଞା ଚଳିବ, ବାହାର ଲୋକ କହିପାରିବେ, ବିକଜ ପବ୍ଲିକର ରାଇଟ୍ସ ଅଛି। ଯଦି କୌଣସି ମିଡିଆ ଭୁଲ କରୁଛି, ତମର ପ୍ରତିବାଦ କରିବାର ଅଧିକାର ଅଛି। କିନ୍ତୁ ବିଜୁ ଜନତା ଦଳର ନେତା ନେତ୍ରୀଙ୍କର ନୈତିକତା ନାହିଁ ଯେ କୌଣସି ମିଡିଆକୁ ବିସ୍କୁଟ ମିଡିଆ ବୋଲି କହି ସମାଲୋଚନା କରିବା। କାହିଁକି? ଅତୀତରେ ଆମେ ଯେତେବେଳେ ବିଜୁ ଜନତା ଦଳର କାର୍ଯ୍ୟାଳୟକୁ ଯାଉଥିଲୁ ପ୍ରେସମିଟରେ, ମୁଁ କହୁଛି 10-12 ବର୍ଷ 12-13 ବର୍ଷ ତଳର କଥା, ଓଟିଭି ବୁମ୍ ନ ଆସିଲା ପର୍ଯ୍ୟନ୍ତ ବିଜେଡି ନେତା ମାନେ ବାଇଟି ଦେବାକୁ ଆରମ୍ଭ କରୁନଥିଲେ। ମାନେ ଯଦି ଓଟିଭି ରିପୋର୍ଟର ରାସ୍ତାରେ ଅଛି ବା ଅଫିସରୁ ବାହାରି ପାରିନି, ସେ ଫୋନ କରି କହିଥିବ ମତେ 20 ମିନିଟ୍ ଲାଗିବ, ଆପଣଙ୍କର ଚ୍ୟାନେଲ ଟିଭି ସବୁ ସେମିତି ଥୁଆ ହେଇଥିବ, କ୍ୟାମେରା ଖୋଲା ହେଇକି, ଓଟିଭି ନ ପାଇଲା ପର୍ଯ୍ୟନ୍ତ ଏ ବିଜୁ ଜନତା ଦଳର ନେତା ମାନେ ମୁହଁ ଖୋଲୁ ନଥିଲେ। ସିଧାସଳଖ କହୁଥିଲେ, ଏଇ କାନ ଶୁଣିଛି, ଆମ ଟିଭି ଆସିନି କେମିତି ଆରମ୍ଭ କରିଦେବୁ। ଗତ ନିର୍ବାଚନ ପୂର୍ବରୁ ଆଉ ଗୋଟିଏ କଥା ମନେ ପକାଇ ଦଉଛି। ସୌମ୍ୟ ପଟ୍ଟନାୟକଙ୍କୁ ଆପଣ ଯେତେବେଳେ ଦଳରେ ନେଲେ, କଣ ପାଇଁ ନେଲେ? ତାଙ୍କ ହାତରେ ଓଡ଼ିଶାର ବଡ଼ ମିଡିଆ ସମ୍ବାଦ ଅଛି ଆଉ କନକ ଅଛି। ଅଚ୍ୟୁତ ସାମନ୍ତଙ୍କୁ କାହିଁକି ନେଲେ? ତାଙ୍କ ହାତରେ କଳିଙ୍ଗ ଟିଭି ଅଛି, ଯୋଉମାନଙ୍କୁ ସାଙ୍ଗେ ସାଙ୍ଗେ ରାଜ୍ୟସଭା ପଠେଇଥିଲେ। ଆପଣ ଦେଖନ୍ତୁ ପ୍ରମେୟ କଥା, ନ୍ୟୁଜ୍7 କଥା, କିଭଳି ଭାବରେ ବାଲାନ୍ସିଂ କରିକି ଚାଲିବାକୁ ପଡୁଛି। କାହିଁକି ନା ତାଙ୍କର ମେଡିକାଲ ବିଜନେସ ଅଛି, ଏଜୁକେସନ ବିଜନେସ ଅଛି। ଭାଇ, ମିଡିଆ ଗୋଟେ ଦାତବ୍ୟ ସଂସ୍ଥା ନୁହେଁ। ଆପଣ ମାନେ ଆଜି ଖରାରେ ତରାରେ ବୁଲୁଛନ୍ତି, କ୍ୟାମେରାଟେ କିଣିବାକୁ ପଡେ, ଯିବାକୁ ପଡେ, ତା ଦେହରେ ନିଜର ମାସିକିଆ ଖର୍ଚ୍ଚ, ବାଟ ଖର୍ଚ୍ଚ, ଅନେକ କିଛି ଅଛି। ଆପଣ ବି କୌଣସି ନା କୌଣସି ଲୋକଠାରୁ ଫାଇନାନ୍ସ ଆଣି ହଉ, କିମ୍ବା କୌଣସି କମ୍ପାନୀ ଠାରୁ, କୌଣସି କାରଖାନା ଠାରୁ, କିମ୍ବା କୌଣସି ଗୋଟେ ଶିଳ୍ପ ଯାହା ବି ହଉ, କୋଉଠି ନା କୋଉଠି ପାଇବାକୁ ପଡେ। କାହିଁକିନା ସେ ଗଣମାଧ୍ୟମରେ ଚାଲିବ କେମିତି? ଗଣମାଧ୍ୟମ ଚାଲିବାର ବିଜନେସ ହଉଛି ଆଡଭର୍ଟାଇଜମେଣ୍ଟ। ଭାରତ ବର୍ଷରେ ଖାଲି ଓଡ଼ିଶାର ମିଡିଆ ନୁହେଁ, ଯୋଉ ମିଡିଆକୁ ଯିବେ, ଟାଇମ୍ସ ଅଫ ଇଣ୍ଡିଆ କଥା କୁହନ୍ତୁ, ଇଣ୍ଡିଆ ଟୁଡେ କଥା କୁହନ୍ତୁ, ଯାହାକୁ କହିବେ, ବିନା ମିଡିଆରେ ଗଣମାଧ୍ୟମ ଚାଲିବ ନାହିଁ। କାହିଁକି ନା ଦିନେ ସେ ହିସାବ ଦେଖିବେ ଯେ ସମ୍ବାଦର ଆଜିକା ଦିନର ମୂଲ୍ୟ ଯଦି 7 ଟଙ୍କା ହଉଛି, ତାର ଛପା ମୂଲ୍ୟ ହଉଛି 15 ଟଙ୍କା। ଗଣମାଧ୍ୟମ ହଉଛି ଗୋଟିଏ ସଂସ୍ଥା, ଗୋଟେ ନ୍ୟୁଜ ପେପର, ଯୋଉଟା କୁହାଯାଏ ତାର MRP ଟା କଷ୍ଟ ଅଫ ପ୍ରଡକ୍ସନ ଠାରୁ କମ। ଅନ୍ୟ ଜିନିଷରେ କଣ ଥାଏ, ଆପଣଙ୍କର ଏଠି ଖର୍ଚ୍ଚ ହେଲା 15 ଟଙ୍କା, ଟ୍ୟାକ୍ସ ମିଶିଲା 5 ଟଙ୍କା, ପରିବହନ, ସେ ଯୋଉ ଦୋକାନୀ ବିକିବ ତାର କମିଶନ ରଖିକି ସେ ଜିନିଷଟା ବିକ୍ରି ହୁଏ 20 ଟଙ୍କାରେ। ମାନେ 12 ଟଙ୍କା 13 ଟଙ୍କା ଖର୍ଚ୍ଚ ହେଇଥିବ, କିନ୍ତୁ 20 ଟଙ୍କା ବିକ୍ରି ହୁଏ। କିନ୍ତୁ ଖବରକାଗଜ ଗୋଟିଏ ସଂସ୍ଥା, ଗଣମାଧ୍ୟମ ଗୋଟିଏ ସଂସ୍ଥା, ଯେଉଁଠି 5 ଟଙ୍କା ମିଳେ, ଖର୍ଚ୍ଚ ହେଇଯାଏ 20 ଟଙ୍କା। ତା ମାନେ କାହିଁକି ହୁଏ? ସେଥିପାଇଁ ବିଜ୍ଞାପନର ଆବଶ୍ୟକତା ପଡେ। ଯୋଉ କମ୍ପାନୀ ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କାରେ ବିଜ୍ଞାପନ ଦବ, ଆପଣ ସେ କମ୍ପାନୀ ବିରୁଦ୍ଧରେ ନ୍ୟୁଜ ଲେଖିବେ? ଲେଖିପାରିବେ ନାହିଁ। ଆପଣ ସେଇ ଯେ ସରକାର ଆପଣଙ୍କୁ ଗଣମାଧ୍ୟମକୁ ବିଜ୍ଞାପନ ଦେଲେ, ଆଗରୁ ଏଗୁରା ନଥିଲା। ମୁଁ ଏକଥା ବି ଜୋର ଦେଇ କହିବି, ଅଳ୍ପ ଅଳ୍ପ ଥିଲା। ଚିହ୍ନା ପରିଚୟ ହିସାବରେ ତୋଷର ମାନେ ପ୍ରିୟା ପ୍ରୀତି ଦେଖା ଯାଉଥିଲା। 2014 ମସିହାରୁ ମୋଦି ଗୋଟିଏ ଷ୍ଟ୍ରାଟେଜି କଲେ, ମିଡିଆ ମ୍ୟାନେଜମେଣ୍ଟ ଷ୍ଟ୍ରାଟେଜି। 2014 ମସିହା ପରେ ଓଡ଼ିଶା ନୁହେଁ, ଭାରତର ଗଣମାଧ୍ୟମ ଗୁଡ଼ିକ ବହୁତ ବାୟସ ହେଇଗଲେ। କାହିଁକି? ସିଧାସଳଖ କୁହାଗଲା, 50 ଲକ୍ଷ ଜାଗାରେ 5 କୋଟିର ବିଜ୍ଞାପନ ଦବୁ, କିନ୍ତୁ ଆମେ ଯେମିତି କହିବୁ ନ୍ୟାରେଟିଭ ସେମିତି ଲେଖିବୁ। ତାଙ୍କଠୁ ଶିଖିଗଲେ ଦ ଗ୍ରେଟ୍
ପାଣ୍ଡିଆନ ସେ ମୋଦିଙ୍କର ଏଇ ଷ୍ଟାଇଲଟାକୁ ଏଠି ଆପ୍ଲାଏ କଲେ। ଆଉ ତା ପୂର୍ବରୁ ମଧ୍ୟ ପ୍ୟାରୀମୋହନ ମହାପାତ୍ର ସେୟା କରିଥିଲେ। ଆମେ ସେ ଗଣମାଧ୍ୟମ ସାକ୍ଷୀ ରହିଛୁ। ପ୍ୟାରୀ ମହାପାତ୍ରଙ୍କ ବିରୁଦ୍ଧରେ ଲେଖିଦେଉ ମାନେ କେତେ ପ୍ରକାର ସେ ହଇରାଣ କରୁଥିଲେ, ବିଜ୍ଞାପନ ଟୋଟାଲ ନିଲ୍ କରିଦେଉଥିଲେ। ଯେତେବେଳେ ଖବର ବାହାରିଲା ପ୍ୟାରୀ ମହାପାତ୍ରଙ୍କ କାଗଜ, ସମ୍ବାଦ ଯେତିକି ବିଜ୍ଞାପନ ପାଏ ସେ ସେତିକି ବିଜ୍ଞାପନ ପାଆନ୍ତି, କାରଣ ତାଙ୍କ ସରକାର ଥିଲା। ଯେଉଁଦିନ ପ୍ୟାରୀ ମହାପାତ୍ର ମିଡିଆ ଅପରେସନରେ ବଦଳି ଗଲେ, ସେଦିନ ପ୍ୟାରୀ ମହାପାତ୍ର ଷ୍ଟୋରି କଲେ, ତାଙ୍କ ଖବର ଷ୍ଟୋରି ଗଲା, ଆମକୁ ଦେଲେନି। ଏଭଳିଆ ସବୁ ଦେଖିବେ। ସକାଳ ମଧ୍ୟ ଆପଣ ଦେଖିବେ ନିର୍ବାଚନ ପୂର୍ବରୁ ସମ୍ବାଦ ଯୋଉ ଭଳିଆ ବିଜ୍ଞାପନ ପାଉଥିଲା, ଫର୍ଦ ଫର୍ଦ ଧରିକି ନନ୍ଦିଘୋଷ ସକାଳ ଏମାନେ ଗଦା ଗଦା ବିଜ୍ଞାପନ ପାଉଥିଲେ। ଓଟିଭି ଯେତିକି ଓଟିଭି ବିଜ୍ଞାପନ କାହିଁ ଦଉନଥିଲେ? ଓଟିଭି ରାଜ୍ୟର 1 ନମ୍ବର ଗଣମାଧ୍ୟମ, ଆପଣ କାହିଁକି ତାଙ୍କୁ ବିଜ୍ଞାପନ ଦଉନଥିଲେ? ନିୟମ ତ କହୁଛି, ସରକାର ନିୟମ, ଯିଏ ତ ବଡ଼ ଖବର କାଗଜ ସେ ଅଧିକା ପାଇବା କଥା, ବଡ଼ ପେପର ଅଧିକା ପାଇବା କଥା। ସୌମ୍ୟ ପଟ୍ଟନାୟକଙ୍କୁ ଯେତେବେଳେ ଆପଣ କେସ୍ ବାସ୍ ଦେଇକି ବନ୍ଧାବନ୍ଧି କରିଦେଲେ, ସୌମ୍ୟ ପଟ୍ଟନାୟକ ପେପରକୁ ଗୋଟେ ବିଜ୍ଞାପନ ଦେଲେନି, ରାଜ୍ୟର ଗୋଟେ ପ୍ରତିଷ୍ଠିତ ବଡ଼ ଗଣମାଧ୍ୟମକୁ ବିଜ୍ଞାପନ ଦେଲେନି, କନକକୁ ବିଜ୍ଞାପନ ଦେଲେନି, ଓଟିଭିକୁ ବିଜ୍ଞାପନ ଦେଲେନି। କ'ଣ କରୁଥିଲେ ଆଜ୍ଞା? ବିଜୁ ଜନତା ଦଳର ସାଂସଦ, ବିଧାୟକ, ନେତା ଆଉ ଯୋଉ ପରିପାରିଧିଆ ସୋସିଆଲ ମିଡିଆରେ ଏତେ ଜୋରେ ଗର୍ଜନ କରୁଛନ୍ତି, ମୋ ପ୍ରଶ୍ନର ଉତ୍ତର ଦେଇପାରିବେ? ସେତେବେଳେ କ'ଣ କରୁଥିଲେ? ତାମାନେ ତମେ କହୁଥିଲେ ଆମେ ଯଦି ବିସ୍କୁଟ ଦବୁ, ସେ ବିସ୍କୁଟର ଯୋଉ ଏନର୍ଜି ବାହାରିବ ଆମରି କାମରେ ଲାଗିବ। ଆଜି ଯେତେବେଳେ ସ୍ଥିତି ବଦଳି ଗଲା, ତେମେ ଯାହା କରୁଥିଲ ଆଉ ଜଣେ ଲୋକ ସେ ଢାଞ୍ଚା ଆପଣେଇବେ ନା ଆପଣେଇବେନି? ତେଣୁ ବର୍ତ୍ତମାନ ଗୋଟିଏ କଥା ହେଲା, କିଛି କିଛି ଲୋକ କହିଲେ ବିସ୍କୁଟ ମିଡିଆ ପଚାରୁନି ମନମୋହନ ସାମଲ ମୁଖ୍ୟମନ୍ତ୍ରୀ ଯୋଉ ରାଜା ଚକ୍ରଠୁ ପଇସା ନେଉଛନ୍ତି। ଠିକ ଅଛି ଭାଇ, ଓଟିଭି ପଚାରିବନି, କନକ ଟିଭି ପଚାରିବନି, ଅମକ ଟିଭି ପଚାରିବନି, ଅର୍ଗସ ପଚାରିବନି, ନନ୍ଦିଘୋଷ କାହିଁକି ପଚାରିବନି? ବବି ଦାସଙ୍କ ଘରକୁ କିଏ ଯାଇଥିଲେ? ସେ ଯୋଉ କୁକୁର ଚଢିଆ ଷ୍ଟୋରି ଆଜି ଗପୁଛନ୍ତି, କିଏ ଯାଇଥିଲେ? ଅର୍ଗସ ଯାଇଥିଲା। କାହିଁକି ଯାଇଥିଲା? ତାଙ୍କର ଏଜେଣ୍ଡା ଥିଲା ବବି ଦାସ। କି ଶିଶ ମହଲ କରିଥିଲେ, କି ରଙ୍ଗ ମହଲ କରିଥିଲେ, ଦେଖିବାକୁ ଯାଇଥିଲେ। କାହିଁକି ନା ପୂର୍ବରୁ ବବି ଦାସଙ୍କ ଘରେ ଏଣ୍ଟ୍ରି ମିଳୁନଥିଲା। ଆଜି ନନ୍ଦିଘୋଷ ଡେଉଁ ମନମୋହନ ସାମଲଙ୍କର ଆକାଉଣ୍ଟ ନମ୍ବର ଆଣି ପାର୍ଟି ଅଫିସରେ ଜବରଦସ୍ତି ବୁମ୍ ଧରିକି ପଚାରୁ, ସକାଳ ଖବର କାଗଜରେ ଫର୍ଦ ଫର୍ଦ ଲେଖାଯାଉ। ତମ ବିଜୁ ଜନତା ଦଳରେ ମୁଁ ତ ଗୋଟେ ଆହ୍ୱାନ ଦେଲି, ବିଜୁ ଜନତା ଦଳ ଏ ପ୍ରସଙ୍ଗରେ ପ୍ରେସମିଟ୍ କଲାଣି। ଯେ ଯେମିତି ଗୋଟେ ବଡ଼ ବଡ଼ ଇସ୍ୟୁରେ ଦେଖିବେ ପ୍ରେସମିଟ୍ ହୁଏ, ଯେ ସରକାର ଜବାବ ଦିଅନ୍ତୁ, ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ। କାହିଁକି ମନମୋହନ ସାମଲଙ୍କର କୋଟିଏ ଟଙ୍କା, ମୁଖ୍ୟମନ୍ତ୍ରୀଙ୍କର ସମ୍ପର୍କୀୟ କୁଆଡ଼େ 14 ଲକ୍ଷ ଟଙ୍କା ରାଜା ଚକ୍ରଙ୍କର ଓକିଲ କହିଛନ୍ତି, ତାକୁ ନେଇକି ବିଜେଡି କାହିଁକି ପ୍ରେସମିଟ୍ କରୁନି? ଆମେ ଭାବୁଛୁ କ'ଣ, ମନମୋହନ ସାମଲ ତାଙ୍କୁ ଡିଫେଣ୍ଡ କରିଦେଲେ, ଚ୍ୟାଲେଞ୍ଜ ଦେଲେ, ଖୋଲା ବହି ଖାତା ଦେଖ, ଇଏ କର। ବର୍ତ୍ତମାନ ନନ୍ଦିଘୋଷ କ୍ଲିୟର କରୁ, ନହେଲେ ବିଜୁ ଜନତା ଦଳ ପାଖରେ ତଥ୍ୟ ଅଛି। ରାଜା ଚକ୍ର ତମରି ପିଲା ନା, ବିଜୁ ଜନତା ଦଳର ଲୋକ। ବଦ୍ରିପାତ୍ର କହିଛନ୍ତି ଆମେ ପଇସା ନେଇଛୁ, ବଦ୍ରିପାତ୍ର କହିଛନ୍ତି ରାଜା ଚକ୍ର ଠାରୁ ଆମ ବିଜେଡି ନେତା ପଇସା ନେଇଛନ୍ତି, ମୁଁ ବାରମ୍ବାର ଜଣେଇଛି, ଭାଣ୍ଡାମି କରୁଥିଲା, ନହେଲେ ଦଳ ହାରିଯିବ, ସେଇ ସ୍ଥିତି ହେଲା। ତାମାନେ ତମ ଦଳ ନେତା କହିଛନ୍ତି ବିଜେଡି ପଇସା ନେଇଛି। ବର୍ତ୍ତମାନ ରାଜା ଚକ୍ର ସାଙ୍ଗରେ ତମର ଯେତେବେଳେ ନିଘନ ସମ୍ପର୍କ ଅଛି, ରାଜା ଚକ୍ର ଓକିଲଠୁ ଫାଇଲାଣ ହରି ମନମୋହନ ସାମଲଙ୍କର ଏଇ ଆକାଉଣ୍ଟ ନମ୍ବରରେ ଏତିକି ତାରିଖରେ ପଇସା ଅମୁକ ଆକାଉଣ୍ଟରୁ ଯାଇଛି। ରାଜା ଚକ୍ର ଓକିଲ ତ ତମକୁ ଡାଟା ଦେଇପାରିବ ବିଜେଡି ବାଲାକୁ, କାହିଁକିନା ସେ ବିଜେଡି ଦଳର ନେତା ଥିଲା। ତେମେ ଆଣିକି ପ୍ରେସମିଟ୍ କର ନା, ତମର କାହିଁ ସାହସ ନାହିଁ? ତେମେ ଭାବି ଦଉଛ ଓକିଲ ତାଙ୍କର ଯାହା କହିଛନ୍ତି ମିଛ କଥା। ନଚେତ୍ ରାଜା ଚକ୍ରଠୁ ଆମେ ତ ଖାଇଛୁ, ସିଏ ଖାଇଗଲେ, ଆମେ କାହିଁ କହିବା ବେଶୀ ବଦନାମ ହବା? ଦୁଇଟା ଭିତରୁ ଗୋଟିଏ ସତ କି ନାହିଁ? ଆରେ ବିସ୍କୁଟ ନେତ୍ରୀ ସେ ଜବାବ ଦେଇପାରିବେ? ଦେଇପାରିବେନି। ମିଡିଆକୁ ଟାର୍ଗେଟ କରି ଆଜ୍ଞା ସହଜ। ମୁଁ ସେଥିପାଇଁ କହିଥିଲି ଭାଇ ଆପଣଙ୍କୁ ମିଡିଆ ଭଲ ଲାଗୁନି, ଆପଣ ଚାହୁଁଛନ୍ତି ଏଇ ଟାଇପର ଖବର ପ୍ରକାଶ ହଉ, ଆମକୁ ବୁଦ୍ଧି ଦିଅନି। 5 ମିନିଟରେ ଆପଣ ଜିମେଲ ଖୋଲିକି ୟୁଟ୍ୟୁବଟେ କରିଦେବା ପାଇଁ ମାତ୍ର 5 ମିନିଟ ସମୟ ଲାଗିବ। ନିଜେ ନିଜେ ଭିଡିଓ କରନ୍ତୁ, ନିଜେ ନିଜେ ପକାନ୍ତୁ, କ'ଣ ତଥ୍ୟ ରହିଛି ଆପଣଙ୍କ ପାଖରେ, କ'ଣ ଷ୍ଟୋରି ରହିଛି ଆପଣ ଜାଣିପାରିବେ। ତେଣୁ ଏଇ ଯୋଉ ବିସ୍କୁଟ ମିଡିଆ କଥା କୁହାଗଲେ, ବିସ୍କୁଟ ଖୁଆଇଛି କି ଆମର କୁହାଯାଏ କ'ଣ, ମାଣ୍ଡିଆ ଯାଉ ଖୁଆଇଛି ଯିଏ, ତାକୁ ଝାଡା ନେଇକି ନ ବସି ଯିବ ସିଏ। ଯିଏ ମାଣ୍ଡିଆ ଯାଉ ଖୁଆଇଛି ତାର ଯୋଉ ଝାଡା ହବ, ତାପରେ ସେଇ ଲୋକ ତାକୁ ନେଇକି ଯିବ। ସେଥିପାଇଁ ଆମର ଡାଇଲେକ୍ଟ ଅଛି, ବିସ୍କୁଟ ଖୁଆଇଛି ଯିଏ। ଓଡ଼ିଶାରେ ବିସ୍କୁଟ ବେପାର ଆରମ୍ଭ କରିଛି ଯିଏ, ଆଜି ବିସ୍କୁଟ କିଣା ନଉଛି ସେଇ।
तेमे जदि सेतेବେଳେ गणमाध्यम पावर थिला बेले कहि देथांत जे गणमाध्यम निरपेक्ष भाव में देखु सरकार दोष त्रुटि की पदा को आणु ताले आज गणमाध्यम से छांचे पड़ न था ए छांचटा को भूल कला किए नवीन पांड्यान आउ किए ए छांच को भूल कला किए नवीन पांड्यान आउ किए आज तुम जो छांचटी भूल कर देछ आज सेटा को सेई जो गणमाध्यम को तुम पोषिकी रखिथल जो गणमाध्यम फर्द फर्द करके माने पांड्यान को गांधी सजै नवीन पट्टनायक डेंगा कर देला आज सेई गणमाध्यम तुमको किड़ा रोची तो तुम पूरा पोषुथल पार्टी मीटिंग रे ऑफिस रे जड़े वरिष्ठ नेता सीधा सड़क कहले कहले अच्छा जो मीडिया मैनेजर जो करुले तुम सांबादिक मान को कांधे हाथ पकईकी सहयोग आनील ना विधा मारिकी धमकई आनील धमकई आनील तेणु आउ धमक तुम ना पावर ना धमक ना जी जहाँ बाटर जी ए सब भितर एक भी कहवा मीडिया ता एजेंडा रे काम करू किंतु पाद न चाटू मु चाकरी करछि आपण चाकरी करछन्ती से चाकरी करछन्ती आम आम बाटर काम करिया आम एजेंडा रे काम करिया किंतु एमिति न हो सरकार गोटे बड़ गहिर अपराध भूल कर देछन्ती किंतु आमे तांको टेकी की धरिबा तेल मार खसड़ा हला तेल मार गणमाध्यम मर्यादा रख बिटपी नारी भाया हुनी एति अनुरोध आटलिस्ट मो गणमाध्यम भाई मान करी।